ଦଶହରା ପୂଜାରେ ବୟନିକା ବସ୍ତ୍ର ଭଣ୍ଡାର 15 ଶତକଡ଼ା ରିହାତି ଦେଲେ। ଗୋଟିଏ ଶାଢ଼ୀର ବିକ୍ରି ମୂଲ୍ୟ 714 ଟଙ୍କା ହେଲେ ଲିଖିତ ମୂଲ୍ୟ କେତେ? ରିହାତି 15 ଶତକଡ଼ା ରିହାତି। ଏହାର ଅର୍ଥ କ'ଣ? ଏହାର ଅର୍ଥ ହେଉଛି ଲିଖିତ ମୂଲ୍ୟର 15 ଶତକଡ଼ା ଯେତିକି ସେତିକି ତୁମକୁ ଦେବାକୁ ପଡ଼ିବ ନାହିଁ। ବୁଝିପାରୁଛ? ଯଦି ଲିଖିତ ମୂଲ୍ୟ ଅଛି 100 ଟଙ୍କା, ତେଣୁ 100 ଟଙ୍କାର 15 ଶତକଡ଼ା ଯେତିକି ଅର୍ଥାତ୍ 100ର 15 ଶତକଡ଼ା ବାହାର କରିବା, ଯେଉଁଟାକି 15 ଟଙ୍କା। ତେଣୁ ଆମକୁ 15 ଟଙ୍କା ଦେବାକୁ ପଡ଼ିବ ନାହିଁ। ଯେହେତୁ ଲେଖା ଅଛି 100 ଟଙ୍କା, ତେଣୁ ଆମେ କେତେ ଟଙ୍କା ଦେବା? 100ରୁ 15 ଫେଡ଼ିଦେବା, ଆମେ ଦେବା 85 ଟଙ୍କା। ବୁଝିପାରୁଛ? ସେପରି ଏଠି ଲିଖିତ ମୂଲ୍ୟ କେତେ ଅଛି ଆମେ ବାହାର କରିବା। କିପରି କରିବା? ଧରିନିଅ ଲିଖିତ ମୂଲ୍ୟ x, ରିହାତି କେତେ ହେବ? 15 ଶତକଡ଼ା, ଲିଖିତ ମୂଲ୍ୟର 15 ଶତକଡ଼ା, ତେଣୁ xର 15 ଶତକଡ଼ା। 15କୁ 5ରେ ହରିଲେ ପାଇବା ଆମେ 3, 100କୁ 5ରେ ହରିଲେ ଆମେ ପାଇବା 20, ତେଣୁ 3x ବିଭକ୍ତ 20 ଟଙ୍କା। ଏତିକି ଟଙ୍କା ଆମକୁ ଛାଡ଼ ହେବ, ଏତିକି ଟଙ୍କା ଆମେ ଦେବାକୁ ପଡ଼ିବ ନାହିଁ। ତେବେ ଆମେ ଦେବା କେତେ? xରୁ ଆମେ 3x ବିଭକ୍ତ 20 ଫେଡ଼ିଦେବା, ତେଣୁ ଆମେ ଯେତିକି ଟଙ୍କା ଦେବା ସେତିକି ଟଙ୍କା ହେବ ବିକ୍ରି ମୂଲ୍ୟ। ତେଣୁ ବିକ୍ରି ମୂଲ୍ୟ କେତେ ହେବ? x ଫେଡ଼ାଣ 3x ବିଭକ୍ତ 20, ଲସ୍ ଆଗକୁ ହେବ 20, 20x ଫେଡ଼ାଣ 3x କେତେ ହେଉଛି? 17x ବିଭକ୍ତ 20। ଏବେ ବିକ୍ରି ମୂଲ୍ୟ ଆମେ ପାଇଲେ 17x ବିଭକ୍ତ 20, କିନ୍ତୁ ପ୍ରଶ୍ନରେ ଦେଇଛି ବିକ୍ରି ମୂଲ୍ୟ 714 ଟଙ୍କା। ତେଣୁ ମୁଁ ଏବେ ଲେଖିପାରିବି 17x ବିଭକ୍ତ 20 ସମାନ ହେବ 714। 17x ହେବ 714 ଗୁଣନ 20, ତେଣୁ x କେତେ ହେବ? 714 ଗୁଣନ 20 ବିଭକ୍ତ 17। 17ରେ 17 ହରିଲେ ପାଇବା 1, 714ରେ 17 ହରିଲେ ଆମେ କେତେ ପାଇବା? 17 × 4 = 68, 71ରୁ 68 ଫେଡ଼ିଲେ 3, ତେଣୁ 17ରେ 2 ଗୁଣିଲେ 34। ତେଣୁ ଆମେ x କେତେ ପାଇଲେ? 42 ଗୁଣନ 20, ଅର୍ଥାତ୍ କେତେ ହେବ? 840 ଟଙ୍କା। ତେଣୁ ସେ ଶାଢ଼ୀର ଲିଖିତ ମୂଲ୍ୟ କେତେ ଥିଲା? 840 ଟଙ୍କା। ଗୋଟିଏ ଗାଡ଼ିର ବିକ୍ରି ମୂଲ୍ୟ 4,80,000 ଟଙ୍କା। ସରକାର ଯଦି 20 ଶତକଡ଼ା ଟ୍ୟାକ୍ସ ନେଲେ, ତେବେ ଗାଡ଼ିର ଲିଖିତ ମୂଲ୍ୟ କେତେ? ଦେଖ, ପ୍ରଥମେ ଟ୍ୟାକ୍ସର ଅର୍ଥ କ'ଣ? ଆମେ ଯେକୌଣସି ବି ଜିନିଷ କିଣିବା ଆମକୁ ସରକାରଙ୍କୁ କିଛି ପଇସା ଦେବାକୁ ପଡ଼ିବ। ଏବେ ଆମେ ଏ ପଇସା କାହିଁକି ଦେଉଛେ? କାରଣ ଏ ପଇସାକୁ ସରକାର ନେଇକି ଆମ ଦେଶର ଭବିଷ୍ୟତରେ ଲଗେଇବେ। ବୁଝିପାରିଲ? ତେଣୁ ଏଠି ସରକାରଙ୍କୁ ଆମେ କେତେ ଟ୍ୟାକ୍ସ ଦେଇଛେ? ଲିଖିତ ମୂଲ୍ୟର 20 ଶତକଡ଼ା ଆମେ ଦେଇଛେ ଟ୍ୟାକ୍ସ। ବୁଝିପାରୁଛ? ଲିଖିତ ମୂଲ୍ୟ ପଚାରିଛି, ତେଣୁ ଆମେ ଲିଖିତ ମୂଲ୍ୟକୁ ନେବା କେତେ? x। ଏବେ ଲିଖିତ ମୂଲ୍ୟ ହେଲା x ଟଙ୍କା, ଏହାର 20 ଶତକଡ଼ା ଆମେ ସରକାରଙ୍କୁ ଟ୍ୟାକ୍ସ ଦେଲେ। ବୁଝିପାରୁଛ? ତେଣୁ ଟ୍ୟାକ୍ସ କେତେ ଦେଲେ? 20 ଶତକଡ଼ା। xର 20 ଶତକଡ଼ା ଯେତିକି x ଗୁଣନ 20 ବିଭକ୍ତ 100, କେତେ? x ଗୁଣନ 1 ବିଭକ୍ତ 5, 20ରେ 20 ହରିଲେ 1, 100ରେ 20 ହରିଲେ 5, ତେଣୁ କେତେ ହେଲା? x ବିଭକ୍ତ 5 ଟଙ୍କା। ଏତିକି ଟଙ୍କା ଆମେ ସରକାରଙ୍କୁ ଦେଇଦେବା। ତେଣୁ ଏବେ ବିକ୍ରି ମୂଲ୍ୟ କେତେ ହେବ? ଲିଖିତ ମୂଲ୍ୟ ଥିଲା x ଟଙ୍କା, ଟ୍ୟାକ୍ସ ବି ଦେବା ଆମେ x ବିଭକ୍ତ 5 ଟଙ୍କା, ତେଣୁ ବିକ୍ରି ମୂଲ୍ୟ ହେବ ଲିଖିତ ମୂଲ୍ୟ ଯୁକ୍ତ ଟ୍ୟାକ୍ସ। ବୁଝିପାରୁଛ? ତେଣୁ x ଯୁକ୍ତ x ବିଭକ୍ତ 5 କେତେ ହେବ? ଲସ୍ ଆଗକୁ ହେବ 5, 5x ଯୁକ୍ତ x ସମାନ 6x ବିଭକ୍ତ 5 ଟଙ୍କା। ଏତିକି ଟଙ୍କା ଆମକୁ ଦେବାକୁ ପଡ଼ିବ, ଅର୍ଥାତ୍ ବିକ୍ରି ମୂଲ୍ୟ ହେଲା 6x ବିଭକ୍ତ 5 ଟଙ୍କା। କିନ୍ତୁ ପ୍ରଶ୍ନରେ ଦେଇଛି ବିକ୍ରି ମୂଲ୍ୟ 4,80,000 ଟଙ୍କା, ତେଣୁ ଆମେ ଲେଖିପାରିବା 6x ବିଭକ୍ତ 5 ସମାନ ହେବ 4,80,000 ଟଙ୍କା ସହ। ତେଣୁ x କେତେ ହେବ? 4,80,000 ଗୁଣନ 5 ବିଭକ୍ତ 6। 6ରେ 6 ହରିଲେ ପାଇବା 1, 4,80,000ରେ 6 ହରିଲେ କେତେ ପାଇବା? 6 × 8 = 48, 0 0 0 0। ତେଣୁ 80,000ରେ 5 ଗୁଣିଲେ ଆମେ କେତେ ପାଇବା? 4 ଲକ୍ଷ। ତେଣୁ ଗାଡ଼ିଟିର ଲିଖିତ ମୂଲ୍ୟ ଥିଲା 4 ଲକ୍ଷ ଟଙ୍କା। ଏଇ 4 ଲକ୍ଷର ଆମେ 20 ଶତକଡ଼ା ବାହାର କଲେ ଯେତିକି ହେଲା ସେତିକି ଟଙ୍କା ଆମେ ଟ୍ୟାକ୍ସ ଦେଲେ ଗଭର୍ଣ୍ଣମେଣ୍ଟକୁ। ତେଣୁ 4 ଲକ୍ଷ ଟଙ୍କା ବି ଦେବା ଏବଂ ଟ୍ୟାକ୍ସ ବି ଦେବା। ବୁଝିପାରିଲ? ଟ୍ୟାକ୍ସ ଦେଲେ 80,000, ତେଣୁ ହେଲା 4,80,000 ଟଙ୍କା।